ସାଙ୍ଗମାନେ ଆଗର ଦିନ ଏମିତି ଥିଲା ଲୋକଙ୍କ ପାଟିରେ 1200 କି 6 ମାସରେ ଥରେ ଖାସି ମାଉଁସ ଝୋଳ ଟିକେ ପାଟିରେ ବାଜୁଥିଲା। ସିଏ ପୁଣି ରଜ ହେଉ ଅବା ନୂଆ ବରଷ ଟିକିଏ ହଉ। ଆଉ ପୁଣି ଯେଉଁଦିନ ଖାସି ମାଉଁସ ଘରକୁ ଆସିବ ସେଦିନ ବାପା ଚୁଲିରେ ରୋଷେଇ କରନ୍ତି ଆଉ ବୋଉ ଚୁଲି ମୁଣ୍ଡରେ ବସି ତାଙ୍କୁ ସବୁ ଜିନିଷ ଯୋଗେଇ ଦିଅନ୍ତି। ଆଉ ପରିବାରର ଅନ୍ୟ ସଦସ୍ୟମାନଙ୍କର ଆଖିରେ ସକାଳୁ ନିଦ ନଥାଏ, କାହିଁକି ନା ଖରାବେଳକୁ କଦଳୀ ପତ୍ରରେ ଟିକିଏ ଖାସି ମାଉଁସ ଝୋଳ ଖିଆ ହେବ। ଆଉ ପୁଣି ରୋଷେଇ ସରିଲା ପରେ ବାପା ନିଜେ ସମସ୍ତଙ୍କ ପାଇଁ ଗିନାରେ ଖଣ୍ଡିଏ ଖଣ୍ଡିଏ ସମାନ ଭାବରେ ବାଢ଼ି ଦିଅନ୍ତି। ଆଉ ସେ ବଢ଼ାବଢ଼ିର କାର୍ଯ୍ୟକ୍ରମ 10-15 ମିନିଟ୍ ଚାଲେ। ଆଉ ପୁଣି ଖାସି ମାଉଁସର ବାସ୍ନାରେ ପୁରା ଘରଟା ସାରା ପୁରା ମହକି ଉଠୁଥାଏ। ସତରେ ସାଙ୍ଗମାନେ, ଆଉ ଅଛି ନା ସେଇ ପୁରୁଣା ଦିନ, ଆଉ ନା ଅଛି ସେଇ ଖାସି ମାଉଁସର ଖାଇବାର ଆନନ୍ଦ। ହୁଏତ ଆଜିକି ଲୋକମାନେ ମାସକୁ 4 ଥର ମଟନ୍ ଖାଉଥାନ୍ତି, କିନ୍ତୁ ହଜିଯାଇଛି ସେଇ ପୁରୁଣା ଦିନ।